एमा आस एथरा दर्शन कर जिन जहा करत कर तम दी दर्शन करियो आ दर्शन क्या कर रात आलू होई जो ना कोन दर्शन करियो करू हेले आज्ञा तू तो तुमे हेले हमर आज्ञा सिद्धांत पुरुष स्त्री मान छाई धरे पड़ियोनी जदि स्त्री छाई पड़िबो हमर आज्ञा खरा दिन बोइतल सुकुन निकला मा सिंधी सुकी दिबे हेले तुमे नाम किपरि कहयो मा तुमे नाम केमति कहबो छाई पड़े को हबन हां नाम केमति कहयो को दूर रे थाई के तारवड़ करी अरे हुला काई ये तारवड़ देती हेडी तारियाले दू थुआ फुल हला एमा तमे केमिति जीव म तारवड़ पकाई देबी मोना हां देई की पळेबी नहीं की पळो हां जदी तळु कर देबो गळी की पळई मुंड गळा पेड़ बनाउ दिया हो काई केमिति जा दिबा राती एमिति सती एमिति राती एमिति सती मुझे जीवने भूलिबी एमिति एमिति राती एमिति सती अभुला स्मृति
हाँ, हाँ। ए पाहातियार टिके बिरी चांस देला जे मु कथा आली जे आंकी किछि हेले कहिलिनी मते ए मांगुआ किछि कहलानी ए ए मांगुआ मुहा किछि हेला कहलानी द्वार रक्षक ए कोन ମୋ मांगो ପିଲା ସେତେବେଳୁ କହି କହି ହାଲିଆ ହେଇଗଲାଣି କଣ ଏ ହାଲିଆ ତମେ ଦୀପଦାର କେମିତି କଥା କହିଲନି କଥା ମୋର ଇଚ୍ଛା ନାହିଁ ଦୂତ ତମ ଇଚ୍ଛା ନାହିଁ ଖାଉନ କୋନ हब ना नाही कोन हବ ना एक हब ना नाही ना दुई हब ना नाही हेई परियोनी तीन हब ना नाही ए चार हब ना नाही किछि नाही 100 गल्ले मो हेबा ना 4 3 आडे जाउछु टिके हो ना दूत ଆଜ୍ଞା कदापि कथा हेबार नाही दूत କଥା ହବନି ଆଜ୍ଞା लखीनांच नदीनांच शून्य शस्त्र धारी नाही व्यास सिंह कर्तव्य राज शुक्ल दूत ଓହୋ ନଦୀନାଞ୍ଚ ନକ୍ଷୀନାଞ୍ଚ ଶୁଙ୍ଗିନାଞ୍ଚ ଶସ୍ତ୍ର ହାଲୋ। ପାଇଁ ନା ବିଶ୍ୱାସ ନ କରିଦେବ ତ୍ରିଶୂରା ଦେବ हां ମାନେ ନଦୀ ଗୋଟେ ବିଶ୍ୱାସ ନାହିଁ नखतिबा जंतु को मते विश्वास नाही ଭାଲୁ ସହିତ କଲେ ଭାବ ଲାଭ ए कोन छोबा ଛୋଟ ଭାଲୁ ହେଇଛି ବୋଲେ दूत ନଦୀନାଞ୍ଚ ନକ୍ଷୀନାଞ୍ଚ ହଁ, ଶୃଙ୍ଗିଣା। ଶୃଙ୍ଗିଣା। ସିଂହ ଯଦି ଆଜ୍ଞା ଥିବା। ମାରଣା ବଳଦ ଗୋଟେ ଥିବ ଆମେ ଚଷା ଫୁଷା ଲୋକ ଯଦି ବିଲ କାମରେ ପଳେଇ ଯାଇଥିବା ହଁ ଅଦିନ ବର୍ଷା ପଳେଇଲା ଆଁ ହଁ बिलेर सिंह थाउ ମୂର୍ଖ ପିଲା दूत नखीनांच नदीनांच शृंगिणा शस्त्र धारिणा ହଁ ଆପଣ ଅସ୍ତ୍ର ଚାଳନା କରୁଛନ୍ତି द्वार रक्षक ହଁ अरे मु अस्त्र चारण करछि लोकंक पाई नुह କା ପାଇଁ ଆଜ୍ଞା शत्रु मानको संहार करी हाँ। साधु जनमको संत को आनिबा पाई ସେଇଟା କରୁଛ କରୁ କରୁ ଯଦି ଭୁଲ ହୋଇଯାଏ ଆଜ୍ଞା ହାତରୁ ଯଦି ଖସିଯିବ ଅସ୍ତ୍ରଟା ଯଦି କା ପେଟରେ କି ମୁଣ୍ଡରେ ଗୋଟେ ବାଜିଲା ଆଜ୍ଞା ରହିବ କି ମୁଣ୍ଡ ଫଟା ହେଇଯିବନି କି ହଁ दूत ହଁ ହାତରୁ ଖସି ଯିବ ଆଉ ଖସିଯିବନି ତମେ ଡେଉଁଛ ବୁଲଉଛ ଯଦି ଖସି ଯାଇପାରେ ଖସିଗଲେ ଯଦି ପାଡେ ବାଜିବ ଠିକ ନା ସେଇଟା ଦୋଷ ନାହିଁ ହଁ ଏବେ ଯେମିତି କଣଟା ଏବେ ତମେ પેલા ଠେଲା ହଉଛ ଖଣ୍ଡାଟା ପେଲା ଖଣ୍ଡାଟା ଧରି ବୁଲଛ ହଁ ଯଦି ହାତଟା ଏମିତି କଲା ସେମିତି ହେଇଯିବ କେମିତି ହବରେ ଓହୋ ଏମିତି କହୁଛୁ ମତେ ମତେ ବିଶ୍ୱାସ ଆପଣ ନାହିଁ ମତେ ବିଶ୍ୱାସ ନାହିଁ ଅସ୍ତ୍ର ଚାଳନା ଯିଏ କରୁଛି ତାକୁ କେବେ ବିଶ୍ୱାସ ନାହିଁ ଆଜ୍ଞା ଖଳ ଲୋକ ବିଶ୍ୱାସ ଅଛି ଆଜ୍ଞା दूत ଦୁଷ୍ଟ ଲୋକ ଗୁଣ୍ଡା ବଦମାସ ଏମାନଙ୍କୁ କେବେ ବିଶ୍ୱାସ କରିବ ଆଜ୍ଞା ଏମିତିକା ଗୁଣ ଯୋଉ ନାରୀ ପାଖରେ ଥାଏ ହଁ। ସେ ରାଜକୁଳର ଝିଅ ହେଲେ ମଧ୍ୟ ତା ସହିତ ମୁଁ କଥା ହେବାର ନାହିଁ କଥା ହବନି ନା କାହିଁକି ହବନି ଆଜ୍ଞା ମୋର ତ ଇଚ୍ଛା ନାହିଁ ସେ ଆଉ କାହିଁ ଏତେ ବୁଝି ଆସ मोर तो इच्छा अछि औ ତୋର ଇଚ୍ଛା ଥିଲେ ଥାଉ ମୋର ତ ଇଚ୍ଛା ନାହିଁ ମୁଁ କଣ କରିବି ଆଜ୍ଞା ଭଲ ଲକ୍ଷଣ दूत ଅଧରାତ୍ର ସମୟରେ ହଁ। ଗୋଟେ ପୁରୁଷ ନିକଟକୁ ହଁ। ନାରୀ ଆସିବାଟା ଅନୁଚିତ ଅଟେ ଜାଣିଛି ବା ମୁଁ ଶୁଣିଛି ଓହୋ। ଅଧରାତ୍ର ସମୟରେ ହଁ। ନାରୀଙ୍କ ସହିତ ପୁରୁଷ କଥା ହେବାଟା ଅନୁଚିତ ଅଟେ ଦୂତ ଏ ମା ଏହା କହି ଆସ हां ସେ କଣ କଲେ ବୁଝିଲ कोन कहले ତୁମମାନଙ୍କୁ ବିଶ୍ୱାସ ନାହିଁ हां ତାଙ୍କୁ ଯେମିତି ବିଶ୍ୱାସ ନାହିଁ ତମ ମଧ୍ୟ ସ୍ତ୍ରୀକୁ ଜନ୍ମ ଝିଅ ପଡତେ ମାରିବ ତ ଝଳିଲା ପର୍ଯ୍ୟନ୍ତ ଯେବେ ବୋଲିବ ମଲି ମଲି ଯେବେ ବୋଲିବ ନାଥ ନାଥ ए ଇଏ ଘରେ ପକେଇବା ଅଭ୍ୟାସ ହେଇଛି ହେଲେ ମା ତ ବାଲିକା ସେ ଚଲେଇଛି କହୁନି ସ୍ତ୍ରୀ ମାନଙ୍କୁ ବିଶ୍ୱାସ ନାହିଁ ହଁ ତେଣୁ କରି ତୁମ ସହିତ ସେ କଥାବାର୍ତ୍ତା କରିବେ ନାହିଁ तांके कहबा अर्थ आउ को उद्देश्य रे हम आसीछु तो ହଁ जदी 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 पद अधे जदी कहिबे तांके ग्रहण करिवे तो ଏ ମା ତମକୁ ସେ ସିନା ଅବିଶ୍ୱାସୀ ନାରୀ କହୁଛନ୍ତି ହଁ। ହେଲେ ଆଙ୍କୁ କଣ ବିଶ୍ୱାସ ଅଛି आंको कहले विश्वास नाही जे କାହିଁ କେମିତି ବିଶ୍ୱାସ ନାହିଁ କହିପାରିବ तांके कहउछंदी ହଁ आउ को उद्देश्य रे आइछंदी पचरा बोली कहउछंदी ହଁ କହିବା ଏଇଟା ଟିକେ କୁହ कहबो ହଁ କିପରି ଅବିଶ୍ୱାସ ପୁରୁଷ ଜାତି ପୁରୁଷ जाति बड़ विश्वासी व्रत परामति पुरुष जाति बड़ विश्वासी व्रत परामति सदा से पुरुष जाति लड़ुथांती पर पिराती सदा से पुरुष जाति लड़ुथांती
ପିଅ ଚା ପିଅ। ଆଉ କଣ କରୁଛନ୍ତି? पुष्प देखी दिने भ्रमर चुंबन रे हुए आतुर पुष्प देखी दिने भ्रमर चुंबन रे हुए आतुर रस हरते से जे काटी पड़ाओती अंदर कटी पुरुष जाति बड़ा विश्वासी ढूंगा बारामती ହଁ ଆଉ କଣ କଲେ ଜାଣିଛ ଆଉ କଣ କରୁଛନ୍ତି ତମେ? ପୂର୍ବେ ନଳ ରାଜା ନଥିଲେ ଶଶା ଖେଳେ ସବ ହାରିଲେ ପୂର୍ବେ ନଳ ରାଜା ନଥିଲେ ଶଶା ଖେଳେ ସବ ହାରିଲେ ବନକୁ ଗଲେ ସଙ୍ଗେ ଧରି ତାଙ୍କ ନାରୀ ଦମୟନ୍ତୀ पुरुष जाति बड़ा अविश्वासी बड़ा बारामती ଆପଣ ପୁରୁଷ ମାନଙ୍କ ମଧ୍ୟ କେମିତି ବିଶ୍ୱାସ ନାହିଁ ସେ କହିଲେ ବୁଝିପାରିଲେ ତ? ଆଚ୍ଛା ଆଚ୍ଛା ତେଣୁକରି ଏସବୁ ଛାଡ଼ନ୍ତୁ ଆଜ୍ଞା। ତମେ କହିବ 1000 ସେ କହିବ 2000 ଏମିତି କଣ ଲାଗିଥିବ କି? ତେଣୁକରି ଗ୍ରହଣ କରନ୍ତୁ। କାହିଁ ନାସ୍ତି କରୁଛନ୍ତି ଆଜ୍ଞା? କାହିଁ ବୋଲେ ସ୍ତ୍ରୀ ଅବଳା ପାଣି ଅବଳା ଜାଣିକି ନେଲେ ତେଣିକି ଗଲା। ଆଚ୍ଛା ଆଚ୍ଛା ତାର ଶାଶୁ ଘରେ ବଳ ନାହିଁ କିବା ମା ଘରେ ବଳ ନାହିଁ। ଆଚ୍ଛା। ଗୋଟେ ଅବଳା ସ୍ତ୍ରୀକୁ ଆଜ୍ଞା ଓ ତଡେ ତଡେ ଲଗେଇବେ ନା ମଝି ସୁରେ ଭସେଇବେ ଆଜ୍ଞା? କଣଟା ଲଗେଇବୁ ରେ? ନାଇଁ ଝିଅଟାକୁ ରକ୍ଷା କରିବ। ସେମିତି କହୁନୁ ଲଗେଇବ ବୋଲି କହୁଥିଲ ପ କୋଉଠି ହେଲେ ନେଇ ଲଗଉ? ଆଚ୍ଛା ଆଚ୍ଛା ଦୂତ ଆଲ ଲୋନିଲେ ଜି କିସା ସେ ଆସେ କହୁଛୁ ମହାगे ବଡି ଆଲ ଲୋନିଲେ ଜି କିସା ସେ ଆସେ କହୁଛୁ ମହାगे ବଡି कला भुजंग को चाले छा मंत्र को न जानती कि पई कला भुजंग को चाले आलो नीलजी किसा से आसी बहुत आगे बढ़ी आलो नारी कुले जात लज्जा नहीं चित्त शरम को
ତଣ୍ଡେ କଥା ହେଇଛି ଏଡି ତୋର ଧରା ଭିତ ଲହରୀ ଭିତ ଦେଇଛି ଏ କଥା ଏଡି ଆଜ୍ଞା ଅରେ କଣ ହେଲା କହୁନାହାନ୍ତି ଆଜ୍ଞା କାହିଁକି ଏତେ ଗଳୁଛନ୍ତି କଦାପି ନୁହ ଦୂତ କଣ ହେଲା କହୁନାହାନ୍ତି ଆଜ୍ଞା କଣ ହେଲା ହଁ ଦୂତ ହଁ ହଁ ଏପରି ନାରୀ ମାନଙ୍କୁ ମୋର କଦାପି ବିଶ୍ୱାସ ନୁହ ଦୂତ ବିଶ୍ୱାସ ନାହିଁ ନାହିଁ ଦୂତ କାହିଁକି କାହିଁକି ମାନେ ଆଉ କଣ ଉଦ୍ଦେଶ୍ୟ ନେଇକି ଆସିକି ବୁଝି ଆସେ ପଚାରିବି ହଁ ଏ ମା ଆପଣ କଣ କହିଲେ ଆଜ୍ଞା ପର ନାରୀ ଆପଣ ପର ନାରୀ ବିବାହ ନାହାନ୍ତି ହେଲେ ଘର ଘରି ମା ମାଉସୀ ଖୁଡି ଦେଖେଇ ହଉଛନ୍ତି ଏଇ ଘରେ ଘରେ ଖାଇଦେବେ ଆଉ କିଣା ପଡିବନି ଆଜ୍ଞା ପରସ୍ତ୍ରୀ ହରଣ କରିନାହାନ୍ତି ନାହିଁ ଦୂତ ଯଦି ହରିଥିବା ଆରେ ପରସ୍ତ୍ରୀ ହରଣ କରି ନାହିଁ ବା କରିବି ନାହିଁ ଯଦି କରିଥିବ ତାହେଲେ ଦେଖିବା ଆଉ ଦେଖା ଦେଖି ନାହିଁ ପୁଅ ଘରେ ତିନି ଚାକିରିଆ ପୁଅ କଣ ରେ ପୁଅ କଣ ଏ ମା ଏ ଆସିଲା ଆସିନି କହ नहीं तो पूरा देखा करू से कौन कहले बुझिला କଣ କହିଲେ से परस्त्री हरि नांदी की बा हरि में नहीं ହଁ तेनु को तुम चली जाओ ପର ସ୍ତ୍ରୀ କି ହରି ନାହାନ୍ତି नहीं तांको घरवा घरिया कोडे एडजस्ट करिए ହରିଥିଏ ପୁରା ଟିକେ ତଡ଼ ତଡ଼ ଟିକେ ଦେଖ ହେ द्वाररक्षक आज्ञा द्रुपद राजांकर झियो अटे द्रुपद रूपमणि हां हां ताहा को नाम अटे दूत अटे यज्ञसिनी यज्ञसिनी हां मैडम जानती ताहा को लभी अछि मुई कि परि जाना हां हां कहू अछि दूत सेथिर कारण कहले आज्ञा द्वाररक्षक हां सात ताला उच्च लाख ऊपर ने मीना ऊपर रे मीना मीना तळे राधा चक्र बुले घर घर द्वाररक्षक आज्ञा कतुरी प्रमाण पटा थिला को सार धनुर्धरी ठिया हेले वीर पटार ऊपर भलो पिला भलो पिलाटा नाही तो मा पेट्रोल कोन रे दूत ए दूत हां कोन आज्ञा ऊपर को गंठी मुष्टि तळे देले दृष्टि बिंधन्ते माछर बाम चक्षु गला फुटे पामत्रे बाजी गला डहाणे को निकली सेतरु लभियति दूत द्रुपद दुल्हाड़ी राजदत्त भूमि पितृदत्त कन्या एबे अछि स्वेच्छानंद राजरे करिवे प्रदान सुभद्रा को मोहि संगतरे नेबी रे जान एमिति हैला ताले ग्रहण करिवे हां हो बुझिया सो ए आपण एही परि सत्य करछंदी नहीं कि आज्ञा हेले आपण जो द्रौपदी मां ग्रहण करछंदी को भाबरे किमिति ग्रहण करछ मुंडी कह दुती आज्ञा ते कहानी स्वर कह देबी बोला और कहिबु तू हे अर्जुन सुन तुम्हे देई न मन बारे देई न मन गत कथा गुडी कबु लिख आपण गत कथा गुडी कबु लिख आपण दुर्योधन संगे तुम्हे पसा खेलिलो पसा खेलिलो हरे हरिबार भसवन कुगल खेले हरिबार भसवन कुगल कुम्भार साल रे मिलिल छजन द्रुपद राजार लाख बिंधा शुणिल रखिदेल कुम्भार सारे तुम्हें कुम्भार सारे
ରାଜ୍ୟରେ ठीक ବ୍ରାହ୍ମଣ ବେଶରେ ସଭା ମଧ୍ୟରେ ବସିଲ ବ୍ରାହ୍ମଣ ବେଶରେ ସଭା ମଧ୍ୟରେ ବସିଲ କେହି ନିନ୍ଦି ନ ପାରିଲେ ଶେଷରେ ଚଳିଲ କେହି ବିନ୍ଧି ନ ପାରିଲେ ଶେଷରେ ଚଳିଲ ଆନନ୍ଦରେ ଗଲ ହେ ପାଣ୍ଡବ କିରଟି ପାଣ୍ଡବ କିରଟି ତଳକୁ ଦୃଷ୍ଟି ଯେ ଉପରକୁ ମୁଷ୍ଟି ବିନ୍ଧନ୍ତେ ମାଛର ବାମ ଚକ୍ଷୁ ଗଲା ଫୁଟି ଦ୍ରୁପଦ ରାଜା ନିୟମ କରିଥିଲା ଦ୍ରୁପଦ ରାଜା ନିୟମ କରିଥିଲା अच्छा ମିନର ଚକ୍ଷୁ ଫୁଟାଇଲ ହେ କୁନ୍ତି ବଳା ମିନର ଚକ୍ଷୁ ଫୁଟାଇଲ ହେ କୁନ୍ତି ବଳା ଲକ୍ଷ ରାଜା ମୁଖରେ ଲଗାଇଲ କାଳି ଲଗାଇଲ କାଳି ଦ୍ରୌପଦୀକୁ ଆଣିଲ ହେ ପାଞ୍ଚ ଭାଇ ଧରି अच्छा ଦ୍ରୌପଦୀକୁ ଆଣିଲ ହେ ପାଞ୍ଚ ଭାଇ ଧରି ठीक ମାକୁ ଭେଟିଲ କୁମ୍ଭାର ଶାଳର ମାକୁ ଭେଟିଲ କୁମ୍ଭାର ଶାଳର ମା ଗୋ ପଦାର୍ଥେ ଆଣିଛୁ ବଇଲ ମା ଗୋ ପଦାର୍ଥେ ଆଣିଛୁ ବଇଲ ସେତେବେଳେ ମା ତୁମକୁ ଦେଲେ ବୁଝାଇ ସେତେବେଳେ ମା ତୁମକୁ ଦେଲେ ବୁଝାଇ ବାଣ୍ଟି କରି ଖାଅ ରେ ତୁମ୍ଭେ ପାଞ୍ଚ ଭାଇ अच्छा ବାଣ୍ଟି କରି ଖାଅ ରେ ତୁମ୍ଭେ ପାଞ୍ଚ ଭାଇ ଆଜ୍ଞା ଦିନକର ଘଟଣା କଣ ଅଛି ଆଜ୍ଞା कौन होची ଆଗେ ଯେତେବେଳେ ଲାଖ ଏମିତି କରି ମା ଦ୍ରୌପଦୀକୁ ଆଣିଲେ ପାଞ୍ଚ ଭାଇ ଯାକ अच्छा ଆଣିଲେ ମା ତ ଘରେ ଅଛନ୍ତି କବାଟ ଦେଇକି ଅଛନ୍ତି ମା ଆମେ ଗୋଟେ ଜିନିଷ ଆଣିଛୁ ବୋଇଲେ ମା ଶ୍ରଦ୍ଧା ହେଇଗଲେ ମୋ ପିଲାମାନେ ତ ବନରେ ବୁଲି ବୁଲି ଖାଇନାହାନ୍ତି ଭଲ ଜିନିଷ କିଛି ଗୋଟେ ଭଲ ପଦାର୍ଥ ମିଳିଥିବ ଆଜ୍ଞା ମାର କେବେ ଆଶା ଥାଏ କି ମା ଯଦି ଖାଉଥିବା ପିଲାକୁ ମିଳନ୍ତାନି ଆଜ୍ଞା ତେଣୁକରି ମା କହିଲେ ଯେ ତମେ ଭଲ ଜିନିଷ ଆଣିଛ ତାହେଲେ ତମେ ପାଞ୍ଚ ଭାଇ ବାଣ୍ଟିକି ଖାଇଦିଅ ଆଜ୍ଞା ସେଇଦିନ ପାଞ୍ଚ ଭାଇ ହେ ନିୟମ କଲ ସେହିଦିନ ପାଞ୍ଚ ଭାଇ ନିୟମ କଲ ପାଞ୍ଚ ଜଣ ଯାକ ଦ୍ରୌପଦୀକୁ ରଖିଲ अच्छा ଏହିପରି ସତ୍ୟ କରି କାଟନ୍ତେ ଦିନ ଏହିପରି ସତ୍ୟ କରି କାଟନ୍ତେ ଦିନ ଅଗ୍ନିଦେବ ମିଳିଲେ ବ୍ରାହ୍ମଣ ମେଷେଣ ଅଗ୍ନିଦେବ ମିଳିଲେ ବ୍ରାହ୍ମଣ ମେଷେଣ अच्छा ମୋଗାଇ ଗୁଡାକୁ ଘେନି ଯାଏ ଚୋର ଯୁଧିଷ୍ଠିର କୁଡାକ ଗାଣ୍ଡିବ ଧର अच्छा ଯୁଧିଷ୍ଠିର ଡାକିବାକୁ ଚାଳି ନଙ୍ଗଲ ତୁମ୍ଭେ ଚାଳି ନଙ୍ଗଲ ଧର୍ମପୁରେ ଦ୍ରୌପଦୀକୁ ତୁମ୍ଭେ ଦେଖିଲ ଧର୍ମପୁରେ ଦ୍ରୌପଦୀକୁ ତୁମ୍ଭେ ଦେଖିଲ ଦୁଆର ମୁହଁରେ ରଖିଥିଲେ ପାଣ୍ଡଇ ଦୁଆର ମୁହଁରେ ରଖିଥିଲେ ପାଣ୍ଡଇ ଅଗ୍ନିଦେବ ଘେନି ଗଲେ ହେ କୁକୁର ହୋଇ ଅଗ୍ନିଦେବ ଘେନି ଗଲେ ହେ କୁକୁର ହୋଇ ଘରେ କିଏ ନଥିବାର ତୁମ୍ଭେ ଦେଖିଲ ଧନୁଷର ଆଣିବାକୁ ହେ ଚଳି ନଙ୍ଗଲ ଦ୍ରୌପଦୀ ପୁରେ ଥିଲେ ଧର୍ମ କୁମାର ଧର୍ମ କୁମାର ଦେଖି ଆଶ୍ଚର୍ଯ୍ୟ ହୋଇଲ ଇନ୍ଦ୍ର କୁମାର ସତ୍ୟ କରିଥିଲେ ଯୁଧିଷ୍ଠିର ଦେଲେ କହି କାହିଁକି ରତି ଦେଖିଲୁ ରେ ମୋର ଭାଇ द्वार रक्षक କାହିଁକି ରତି ଦେଖିଲୁ ରେ ମୋର ଭାଇ अच्छा ଏକୁଟିଆ 12 ବର୍ଷ ଯାଅ ଭନକୁ रही जा रखुआ ଆଜ୍ଞା ଦିନକର ଘଟଣା କଣ ହୋଇଛି कौन होईची ହେଲେ ଆଙ୍କେ ପାଞ୍ଚ ଭାଇ ଯାକ ଗୋଟେ ନିୟମ କରିଥିଲେ କାହିଁକି ବୋଲେ ଆଜ୍ଞା कौन नियम कले ଭୀମସେନ ବଳୁଆଟା ଆଜ୍ଞା ଭୀମସେନ ବଳୁଆ ନା ହେଲେ ସିଏ ଦେଖେ ମାଡରେ ଅତୃପ୍ତି କାମରେ ଅତୃପ୍ତି ପ୍ରେମରେ ମଧ୍ୟ ଅତୃପ୍ତି ଆକା ଖାଇବାରେ ଅଶାନ୍ତି ଆଜ୍ଞା ସମାଜ ଖାଇବା ଆଜ୍ଞା ହେଲେ ଆଙ୍କେ ପାଞ୍ଚ ଭାଇଆ ବିଚାର କଲେ ଯେ ଇଏ ତ କାହା କଥା ମାନିବନି ଆମେ ନିୟମ ନ କଲେ ନିୟମ ଭଗ୍ନ ଇଏ କରିବା ଆଜ୍ଞା ସବୁବେଳେ अच्छा ତେଣୁ କରି ଆମେ କାହାକୁ ଛାଡ଼ିବନି ସବୁବେଳେ କହିବ ତେଣୁ କରି ଆମେ ନିୟମ କରିଦେବା ନିୟମ କରିଦେବା କେମିତି ନା ପାଳି କରିଦେବା
ଆଙ୍କୁ ଗିଆ ରବିବାରେ ପଡିଲା କାକୁ ଧର୍ମ ଦେବତା ଯୁଧିଷ୍ଠିର ଧର୍ମ ତାପରେ ସୋମବାର ଭୀମକୁ ପଡିଲା ଆଉ ମଙ୍ଗଳବାର ଆଙ୍କର ପାଳିଲା ଭାଇ ରେ ବଢିଆ ଚାନ୍ସ ଟି ମାରଲୁ କଣ ରହିଲୁ ଭଲ ଚାନ୍ସ ଟି ଗୋଟେ ମାରଲୁ କଣ ଚାଚି ମାରଲି ଚାନ୍ସ ବୋଲେ ଆଇଁଷ ବାଟା କଣ ଆଇସା ବାରେ ଆଉ ମଙ୍ଗଳା ଦିନ ବୋଲେ ମତେ ଭଲ ଲାଗ କଣ ଭଲ ଲାଗିବ ଆଉ ଆଇଁଷ ଟି ଭଲରେ ଆଇଁଷ ଖାଇବୁ ଟିକେ ହଁ ହଣ୍ଡ ହେଇ ପଡୁଛୁ କଣ ହେଇଛି ପାଳି ବାଣ୍ଟି ଦେଲେ ଆଚ୍ଛା ପାଳି ବାଣ୍ଟି ଦେଲେ ଆଜ୍ଞା 624 ଦିନ ପଳେଇଲା ହଁ ହଁ 4 ଦିନ ଖେଳିଲେ 624 ହେଲେ ଆଉ ଯୋ 5-6 ଦିନ ରହିଲା ଆଚ୍ଛା। 7 ଦିନ ରହୁଛି ସେଟା ସୁଦର୍ଶନ ସୁଦର୍ଶନ ସେ 6-7 ଦିନ କିଏ ଆଉ ଛୁଇଁବେନି ହେଲା ହେଲେ ଏହିପରି ସତ୍ୟ କରି କାଟନ୍ତେ ଦିନ ଅଗ୍ନିଦେବ ମିଳିଲେ ବ୍ରାହ୍ମଣ ବେଶେନ ମୋଗାଇ ବୁଢାକୁ ଘେନି ଯାଏ ତୋର ଯୁଧିଷ୍ଠିର କୁଡା କହ ଗାଣ୍ଡି ବଧର ଯୁଧିଷ୍ଠିର ଡାକିବାକୁ ଚଳି ନଙ୍ଗଲ ଧର୍ମପୁରେ ଦ୍ରୌପଦୀକୁ ତୁମେ ଦେଖିଲ ଦୁଆର ମୁହଁରେ ରଖିଥିଲେ ପାଣ୍ଡଇ ଅଗ୍ନିଦେବ ଘେନି ଗଲେ ହେ କୁକୁର ହୋଇ ଘରେ କିଏ ନଥିବାର ତୁମେ ଦେଖିଲ ଧନୁଷର ଆଣିବାକୁ ହେ ଚଳି ନଙ୍ଗଲ ଆଚ୍ଛା ଦ୍ରୌପଦୀପୁରେ ଥିଲେ ଧର୍ମ କୁମାର ଦେଖି ଆଶ୍ଚର୍ଯ୍ୟ ହୋଇଲ ଇନ୍ଦ୍ର କୁମାର ଆଚ୍ଛା ସତ୍ୟ କରିଥିଲେ ଯୁଧିଷ୍ଠିର ଦେଲେ କହି କାହିଁକି ରତି ଦେଖିଲୁ ରେ ମୋର ଭାଇ ଏକୁଟିଆ 12 ବର୍ଷ ଯାଅ ଭନନ୍ତୁ ଆଚ୍ଛା ହେଲେ 12 ବର୍ଷ ବନ କାହିଁକି ଆଜ୍ଞା ତାଙ୍କେ ଶପଥ କରିଥିଲେ ଯିଏ ଯାହାର ପ୍ରେମ ଦେଖିବ ସିଏ 12 ବର୍ଷ ବନକୁ ଯିବ ଆଚ୍ଛା ହେଲେ ଯୁଧିଷ୍ଠିରଙ୍କର ପ୍ରେମ ଆଙ୍କେ ଦେଖିଲେ ଆଙ୍କେ 12 ବର୍ଷ ବନକୁ ଯିବାକୁ ପଡିଲା ଆଜ୍ଞା ସତ୍ୟ କରିଥିଲ ଯୁଧିଷ୍ଠିର ଦେଲେ କହି ତୁ କାହିଁକି ରତି ଦେଖିଲୁ ରେ ମୋର ଭାଇ ଏକୁଟିଆ 12 ବର୍ଷ ଯାଅ ବନକୁ ଅର୍ଜୁନରେ ଲେଖା ଥିଲା ତୋର ଭାଗ୍ୟକୁ ସେହି ଦିନ ତୁମେ ବନବାସ କରିଲ ବିରାଟ ବେଶରେ ବନେ ବୁଲିଲ କାଶୀ ନଦୀ କୂଳରେ ହାଜର ହୋଇଲ ମହାଦେବ ସଙ୍ଗ ଘରେ ସମର କଲ ଶିବଙ୍କ ଠାରୁ ତୁମେ ପାଇଲ ବର ତାପରେ କୁଟିଆ ଚଳିଲ ବନର ଚିତ୍ରାଙ୍କୁର ବୋଲି ଏକ ନୃପବର ଶବର ରାଜା ସଙ୍ଗେ ଲାଗେ ସମର ବୀରପଣକୁ ତୁମ୍ଭର ସେହୁ ଦେଖିଲେ ଶରଣ ରଖ ବୋଲି ପାଦେ ପଡ଼ିଲେ ବୀରବର ଅର୍ଜୁନ ହେ ରଖି ଶରଣ ଶବର ମାନଙ୍କୁ ଦୁଃଖେ ଦେଲ ମାରିଲ ଆନନ୍ଦରେ ରାଜା ତହୁ ଗୃହକୁ ନେଲେ କନ୍ୟାଟିଏ ଥିଲା ତାର ବିଭା କରାଇଲେ ଚିତ୍ରଙ୍ଗରା ବୋଲି ସେହି ଝିଅର ନା